ଆଜି ଆମେ କିପରି ସହଜ ଉପାୟରେ ଚିକେନ ପକୋଡା କରିବା ଆଉ ପକୋଡା ପାଇଁ ଆବଶ୍ୟକ ସାମଗ୍ରୀ। ପ୍ରଥମ ଆମେ ଚିକେନ ନେବା। ଚିକେନ ସାଙ୍ଗରେ ରସୁଣ, ଅଦା, କଞ୍ଚା ଲଙ୍କା, ପିଆଜ, ଧନିଆ ପତ୍ର, ଲୁଣ, ବେସନ, କର୍ନଫ୍ଲାୱାର ପାଉଡର, ସୋୟା ସକ୍ସ, ଚିଲି ସକ୍ସ, ଟମାଟୋ ସକ୍ସ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ମିଟ୍ ପାଉଡର, ଜିରା ପାଉଡର, ଧନିଆ ପାଉଡର, ମରିଚ ଗୁଣ୍ଡ, ଦହି, ଚାଇନା ସଲ୍ଟ, ଲେମ୍ବୁ ଆଉ ଅଣ୍ଡା ଆବଶ୍ୟକ। ଆମେ ଆଦେହରେ ଲେମ୍ବୁକୁ ଭଲସେ ଚୁପୁଡ଼ିବା। ଦୁଇଟି ଲେମ୍ବୁକୁ ଭଲସେ ଚୁପୁଡ଼ି ଦେବା। ତାପରେ ହଳଦୀ ଗୁଣ୍ଡ ଦେବା। ହଳଦୀ ଗୁଣ୍ଡ ଉପରେ ଲଙ୍କା ଗୁଣ୍ଡ, ମିଟ୍ ମସଲା, ଜିରା ପାଉଡର, ଧନିଆ ପାଉଡର, ଚାଇନା ସଲ୍ଟ ଦେବା। କଟା ଯାଇଥିବା ରସୁଣକୁ ତା ସାଙ୍ଗରେ ଦେବା। କଟା ଯାଇଥିବା ଅଦା ବି ତା ସାଙ୍ଗରେ ଦେବା। କଟା ଯାଇଥିବା କଞ୍ଚା ଲଙ୍କା, କଟା ଯାଇଥିବା ଧନିଆ ପତ୍ର, କଟା ଯାଇଥିବା ପିଆଜ, ସ୍ୱାଦ ଅନୁସାରେ ଲୁଣ ଆଡ୍ କରିବା। କର୍ନଫ୍ଲାୱାର ପାଉଡର ଦେବା। ତା ଦେହରେ କିଛି ବେସନ ଆଡ୍ କରିବା। ରଖାଯାଇଥିବା ଅଣ୍ଡାକୁ ଆମେ ଦେବା। ତା ସାଙ୍ଗରେ ରଖିଥିବା ଦହିକି 100 ଚାମଚ ଦେଇଥିବା ଦହି ଦେବା। ସୋୟା ସକ୍ସ, ଟମାଟୋ ସକ୍ସ, ଚିଲି ସକ୍ସ ତାକୁ ମଧ୍ୟ ଦେବା। ଯଦି ଆପଣ ପକୋଡ଼ାକୁ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆମେ କିଛି ଫୁଡ୍ କଲର୍ ଆଡ୍ କରିବା। ଆମେ ଆକୁ ସବୁ ଭଲସେ ମିଶେଇ ଦେଇକି 2 ରୁ 3 ଘଣ୍ଟା ରଖିଦେଇ ତାପରେ ଆମେ ଆକୁ ଛାଣିବା। ବର୍ତ୍ତମାନ ଆମର ଟେଷ୍ଟି ପକୋଡ଼ା ରେଡି।